ଛୋଟିଆ ଭୁଲ ପାଇଁ। ଆପଣ ବୋଧହୁଏ ଭାବୁଥିବେ ନିଜ ବନ୍ଧୁ ଭାଇ କିମ୍ବା ସମ୍ପର୍କୀୟ ମାନେ କେହି ଡାକିଲେ ତାଙ୍କ ପାଖରେ ଟିକେ ବୁଲିଗଲେ ଆମ ବ୍ୟାଙ୍କ ବାଲାନ୍ସର କ'ଣ କ୍ଷତି ହୋଇଯିବ, ଟିକେ ମିଳାମିଶା କରିଦେଲେ କ'ଣ ଲୋକ କେହି ଗରିବ ହୋଇଯାଆନ୍ତି କି? କିନ୍ତୁ ଟିକେ ଅଟକି ଯାଆନ୍ତୁ। ଗୋଟିଏ ସାଧାରଣ ଭାବନା, ଏହି ଭାବନା ହିଁ ଆପଣଙ୍କୁ ଆଜୀବନ କରଜରେ ବୁଡ଼ାଇ ରଖିବାର ସବୁଠୁ ବଡ଼ କାରଣ ସାଜିଥାଏ। ଆପଣଙ୍କ ପକେଟରୁ କିପରି ଲୁଚି ଛପି ଟଙ୍କା ଗାୟବ ହେଉଛି ତାହା ଜାଣିଲେ ଆପଣଙ୍କର ହୋସ ଉଡ଼ିଯିବ। ଚାଲନ୍ତୁ ଆଜିଠାରୁ 2300 ବର୍ଷ ପୂର୍ବେ କୂଟନୀତିର ମହାପୁରୁଷ ଆଚାର୍ଯ୍ୟ ଚାଣକ୍ୟ ଏକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ, ଦୁନିଆରେ ଏମିତି 10ଟି ସ୍ଥାନ ଅଛି ଯେଉଁଠାକୁ ଯଦି ଆପଣ ନିଜ ରକ୍ତ ସମ୍ପର୍କୀୟ ବି ଆପଣଙ୍କୁ ଡାକନ୍ତି ନା, ତେବେ ବି ଭୁଲରେ ସେଠାରେ ପାଦ ଦିଅନ୍ତୁ ନାହିଁ। ସେଠାରେ ଆପଣଙ୍କ ସମ୍ମାନ, ଆପଣଙ୍କ ବର୍ଷ ବର୍ଷର କଷ୍ଟ ଉପାର୍ଜିତ ସଞ୍ଚୟ ବା ସେଭିଙ୍ଗସ୍ ଏବଂ ଆପଣଙ୍କ ଶାନ୍ତି, ଏହି ତିନୋଟି ଯାକର ସଦା ସର୍ବଦା ପାଇଁ ଶ୍ରାଦ୍ଧ ହୋଇଯିବ। ଏହି ସତ୍ୟକୁ ଟିକେ ଗଭୀର ଭାବେ ବୁଝିବା ପାଇଁ ଆସନ୍ତୁ ମହାଭାରତର ସେହି କଳା ଅଧ୍ୟାୟକୁ ଫେରିଯିବା। ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ହସ୍ତିନାପୁରର ସଭାଗୃହକୁ ପଶା ଖେଳିବାକୁ ଡାକିଥିଲେ। ବାହାରୁ ଦେଖିଲି ସେ ଥିଲା ଗୋଟିଏ ସମ୍ମାନ ନିମନ୍ତ୍ରଣ, କିନ୍ତୁ ସେହି ଡାକରା ଭିତରେ ଲୁଚିଥିଲା ବିନାଶର ଗୋଟିଏ ଷଡ଼ଯନ୍ତ୍ର। ଜ୍ଞାନୀ ବିଦୁର ଯୁଧିଷ୍ଠିରଙ୍କୁ ବାରମ୍ବାର ଚେତାବନୀ ଦେଇଥିଲେ କି ମହାରାଜ ସେଠାକୁ ଯିବେ ନାହିଁ, କିନ୍ତୁ ଯୁଧିଷ୍ଠିର ଲୋକେ କ'ଣ କହିବେ ଏହି ଭାବନାରେ ପଡ଼ିଗଲେ। ସେ ଭାବିଲେ ନିଜ ଲୋକ ତ ଡାକୁଛନ୍ତି, ନଗଲେ ଖରାପ ଦେଖାଯିବ, ଆଉ ସମ୍ପର୍କ ମଧ୍ୟ ଭାଙ୍ଗିଯିବାର ସମ୍ଭାବନା ଅଛି। ଏହି ଗୋଟିଏ ଇମୋସନାଲ ନିଷ୍ପତ୍ତି ତାଙ୍କଠାରୁ ତାଙ୍କର ସମସ୍ତ ଧନ ସମ୍ପତ୍ତି, ରାଜ୍ୟ, ଏପରିକି ମାତା ଦ୍ରୌପଦୀଙ୍କର ସମ୍ମାନ ମଧ୍ୟ ଛଡ଼ାଇ ନେଇଥିଲା। ଧ୍ୟାନ ଦିଅନ୍ତୁ ବନ୍ଧୁଗଣ, ଜୀବନର ସବୁଠାରୁ ବଡ଼ ସର୍ବନାଶ ଆପଣଙ୍କର କୌଣସି ବାହାର ଶତ୍ରୁ କରେ ନାହିଁ, ବରଂ ଭୁଲ ସ୍ଥାନରେ ଆପଣଙ୍କର ଉପସ୍ଥିତି କରିଥାଏ। ଆଉ ଆଜି ମଧ୍ୟ ଆମେ ସେହି ସମାନ ଭୁଲ କରୁଛୁ, କିନ୍ତୁ କିପରି? ଶୁଣନ୍ତୁ, ଆଜି ଆମ ସମାଜରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ନିଜର ଲୋନ୍ ଏବଂ EMI ମାଧ୍ୟମରେ ସେହି ଆଧୁନିକ ପୋଷା ଖେଳର ଶିକାର ହେଉଛନ୍ତି। ଆସନ୍ତୁ ଗୋଟି ଗୋଟି କରି ଖୋଲିବା ଆଚାର୍ଯ୍ୟ ଚାଣକ୍ୟଙ୍କ ସେହି 10ଟି ସ୍ଥାନର ରହସ୍ୟ, ଯାହାକୁ ଆମେ ଆଜିର ମଡର୍ଣ୍ଣ ଲାଇଫଷ୍ଟାଇଲ ସହ ଯୋଡ଼ିକି ବୁଝିବା। ଶେଷରେ ମୁଁ ଆପଣଙ୍କୁ କହିବି ପ୍ରକୃତରେ ଚାଣକ୍ୟ କେଉଁ ସ୍ଥାନ ଗୁଡ଼ିକ କଥା କହିଥିଲେ ଯାହା ଆଜିର ଏହି ଟଙ୍କା ପଇସା ଦୁନିଆ ସହ ସମ୍ପୂର୍ଣ୍ଣ ଖାପ ଖାଉଛି। ଏବଂ 4 ନମ୍ବର ଏବଂ 6 ନମ୍ବର ଏବଂ 8 ନମ୍ବର ପଏଣ୍ଟକୁ ଭୁଲରେ ମଧ୍ୟ ମିସ୍ କରିବେ ନାହିଁ, ଭୁଲରେ ତାକୁ ସ୍କିପ୍ କରିବେ ନାହିଁ, କାରଣ ତାହା ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରୁଥିବା ସବୁଠୁ ବଡ଼ ରାକ୍ଷସ। ତେବେ 1, ଯେଉଁଠି ଆପଣଙ୍କୁ ତଳକୁ ଦେଖେଇବା ପାଇଁ ଡକାଯାଇଥାଏ, ଦ ଶୋ ଅଫ୍ ଟ୍ରାଫ୍। ଧରି ନିଅନ୍ତୁ ଆପଣଙ୍କର ଗୋଟିଏ ସମ୍ପର୍କୀୟ ବା ସାଙ୍ଗ ଗୋଟିଏ ଦାମୀ କାର କିଣିଛନ୍ତି ବା ମାର୍ବଲ ଲଗାଇ ଗୋଟିଏ ବଡ଼ ଘରଟି କରିଛନ୍ତି। ଆପଣଙ୍କୁ ସେଠାକୁ ଶ୍ରଦ୍ଧାରେ ଡକାଯାଏ ନାହିଁ, ବରଂ ଏହା ଦେଖେଇବାକୁ ଡକାଯାଇଛି ଯେ ଆମେ ଆଜି କେତେ ଉପରେ ଆଉ ତୁମେ ଆଜି କେତେ ତଳେ ଅଛ। ଯେତେବେଳେ ଆପଣ ଏହି ଦେଖାଣିଆ ଷ୍ଟାଇଲ ବା ପରିବେଶ ଭିତରକୁ ଯାଆନ୍ତି, ଆପଣଙ୍କ ମନରେ ନିଜ ଅଜାଣତରେ ହୀନ ମାନ୍ୟତା ଆସିଯାଏ। ଆପଣଙ୍କୁ ନିଜର ସାଧାରଣ ବାଇକ୍ କିମ୍ବା ପୁରୁଣା ମୋବାଇଲ ଖରାପ ଲାଗିବାକୁ ଆରମ୍ଭ କରେ। ତାପରେ ଆପଣ ନିଜ ବଜେଟ କଥା ଭୁଲି ଯାଆନ୍ତି, ଆଉ ସେମାନଙ୍କ ଷ୍ଟାଟସ ସହ ସମାନ ହେବା ପାଇଁ ଆପଣ ମଧ୍ୟ EMI ରେ ବାଇକ୍ ବା ମୋବାଇଲ ଉଠାଇବାକୁ ଚାହାନ୍ତି। ମନେ ରଖନ୍ତୁ, ଯେଉଁ ସ୍ଥାନ ଆପଣଙ୍କୁ ଆପଣଙ୍କ ଔକାତ ବାହାରେ ଖର୍ଚ୍ଚ କରିବାକୁ ବାଧ୍ୟ କରିଦିଏ ନା, ସେଠାକୁ ଆଜିଠାରୁ ଯିବାର ବନ୍ଦ କରିଦିଅନ୍ତୁ। ଦ୍ୱିତୀୟ, ଯେଉଁଠି ଆଗକୁ ବଢ଼ିବାର କୌଣସି ଆଲୋଚନା ହୁଏ ନାହିଁ, ଦ ଡେଡ୍ ଜୋନ୍। ଆପଣଙ୍କ ଗାଁରେ କିମ୍ବା ଛକରେ ଏମିତି କିଛି ଖଟି ନିଶ୍ଚୟ ଥିବ ଯେଉଁଠି ବସିଲେ କେବଳ ଫାଲତୁ ଗପ, ରାଜନୀତି କିମ୍ବା ସିନେମା ହିରୋ ମାନଙ୍କର ଷ୍ଟାଇଲ ବିଷୟରେ ଚର୍ଚ୍ଚା ହେଇଥାଏ। ସେଠାରେ କେବେ ବି ରୋଜଗାର କେମିତି ବଢ଼ିବ କିମ୍ବା ନୂଆ ବିଜନେସ୍ କେମିତି ଆରମ୍ଭ ହେବ ସେ କଥା ଉଠେ ନାହିଁ। ଜୀବନର ଗଣିତ ବହୁତ ସହଜ ଆଜ୍ଞା। ବନ୍ଧୁଗଣ, ସଙ୍ଗତର ପ୍ରଭାବ ସବୁଠୁ ବେଶୀ ପଡ଼େ। ଯଦି ଆପଣ 5 ଜଣ ମୂଲ୍ୟହୀନ ଲୋକଙ୍କ ସହ ନିୟମିତ ସମୟ ବିତାଉଛନ୍ତି ନା, ତେବେ ଲେଖିକି ରଖନ୍ତୁ, 6ଠ ମୂଲ୍ୟହୀନ ବ୍ୟକ୍ତି ଆପଣ ନିଜେ ହୋଇଯିବେ। କିନ୍ତୁ ଆଗକୁ ଯେଉଁ 3 ନମ୍ବର କଥାଟି ମୁଁ ଆପଣଙ୍କୁ କହିବାକୁ ଯାଉଛି ନା, ତାହା ଆଜିକାଲି ଆମ ଗାଁ ଗହଳିର ଯୁବପିଢ଼ିଙ୍କୁ ପୁରାପୁରି ବର୍ବାଦ କରିଦେଲାଣି। ଟିକିଏ ମିଳେଇକି ଦେଖନ୍ତୁ, ଆପଣଙ୍କ ପାଖାପାଖି ଲୋକ ଏମିତି କରୁନାହାନ୍ତି କିମ୍ବା ଆପଣ ଏମିତି କରୁନାହାନ୍ତି। ଏବେ ଯିବା ସେହି 3 ନମ୍ବର ପଏଣ୍ଟକୁ। 3, ରାତାରାତି ଧନୀ ହେବାକୁ ଚାହୁଁଥିବା ଲୋକଙ୍କ ସଭା।
क्विक वेल्थ ट्रैप। अरे भाई यही गेम रे पैसा लगे दे, मात्र 200 टंका लगा तू 4-5 घंटा भीतर 2000 टंका इनकम कर देबू। यही आप रे तो टंका लगा 21 दिन तो डबल हो जिवो, किंबा बिना कष्ट रे यही क्रिप्टो कॉइन किनी अल्प दिन रे कोटिपति हो जिवो। जेउठी ठुपाई झाड़ न बही राति राति धनी हेबार स्वप्न बिका जाए ना, सेही स्थान को भूल रे भी केबी पाद पकांतु नाही। एमिति लोकों कथारे पड़ी लोके माने निजर कष्ट अर्जित धन भी बाजी लगे दियंती, आउ शेषरी रास्ता को चली आसंती। बिना परिश्रम रे मिलुथिबा टंका केवल गोटिए नागफास। 4 नंबर, मूर्ख और अहंकारी मानकर संघ जी भूल बाट देखांती, बैड लोन एडवाइस। यही अधा ज्ञानी संपर्क माने आपण को बाहाघर किंबा पूजा व्रत बेले कहिबे, अरे बजेट नहीं तो कौन हैला, पर्सनल लोन नहीं जा, मोबाइल बा गाड़ी तू तो थरे किनिबु ना, ईएमआई नहीं जा। लोक कौन कहिबे, जन्मदिन पालिबु कि बाहाघर करिबु तेबे जा धूमधाम में खर्च कर, लोन नहीं खर्च कर। अन्य को देखा निया जाउथिबा ऋण आपण को एमिति एक चक्रव्यूह फसई दिए जो बाहर असंभव। बाहर इज्जत देखा जाई जने मध्यमित मनीष प्रति मासरे ग्रुप लोन बा ईएमआई रो बोझ तले चापी होई भितरे भितरे कांदे। 5, जेउठी नुआ किछि सिखिबार आदर नाही, डिसरेस्पेक्ट टू स्किल्स। तू कौन किछि नुआ काम शिखे कि बड़ लोक हो कि से सब मोबाइल कंप्यूटर काम ये सब को फालतू, ये ऑनलाइन काम संपूर्ण फालतू। जदि कौन सी परिवेश रे आपन को नुआ आइडिया, नुआ व्यवसाय ये सब शिखिबार इच्छा, आपन को स्किल को उपहास करा जाए, सेठारु तुरंत उठी चली आसंतु। आजिर जुगरे आपन को सबुठु बड़ संपत्ति हेउछि आपन को दक्षता। जेउ स्थान आपन को किछि नुआ करिबा को न देई केवल निराश करे, ताहा आपन को उन्नतिर समस्त रास्ता को मध्य बंद कर देई थाए। किंतु टिके रुहंतु, एबे जे जहा सुनिले ताहा तो साधारण कथा थिला। एबे 6 नंबर पॉइंट एवं 7 नंबर पॉइंट को संपूर्ण ध्यान दे सुनंतु। जेउठी आपन को निज लोक ही जानी जानी आपन को भविष्य को नष्ट करुछंती। 6 नंबर पॉइंट, आईन और नियम को फांकुथिबा स्थान, इल्लीगल जोन। जो स्थान रे लोके माने आईन, पुलिस किंबा नीति नियम को डरंती नाही, सेठा को गले आपण बिना दोष रे दंड पाई जिवे। यदि आपणकर केही निज लोक कोनसी बेआईन कारोबार किंबा दुर्नीति किंबा ठकेई काम रे मिसिकी अछंती एवं आपण को पार्टनर हेबा ପାଇଁ डाकुचंती किंबा मिसिबा ପାଇଁ डाकुचंती, तेबे ताको सीधा हाथ जोड़ी मना कर दियंतो। भूल बाटरे आसीथिबा टंकारे केबे भी शांति मिले नाही। पुलिस रो गोटिए चढ़ाऊ आपन को वर्ष वर्ष रे इज्जत को गोटिए दिन रे माटी रे मिसेई देबो। 7 नंबर, परनिंदा और नकारात्मक चिंताधारा अड्डा, टॉक्सिक गॉसिप हब। चा दुकान हेउ किंबा कोनसे बंधु मिलन किंबा बाजार रे आपण जेउ जगह रे गोटिए सम्मेलन करी बसछंती, किछि ग्रुप करी बसछंती, जेउठी बसिले केवल तृतीय व्यक्तिर निंदा करा जाउछि। तांको पुओ कोन कला, काहा झियो काहा संगे पळैला, केउ देश बुडी गला, केउ नेता कोन खाई गला, जेउठी एपरि चर्चा करा जाय से स्थान गुड़िक आपण को एनर्जी एवं समय को शोषि नहीं थाए। आपण जानिछंती कि विश्वर सबुठु धनी व्यक्ति माने गोटिए कथा मानती, समय ही प्रकृत टंका। जो समय रे आपण बसी अन्यर निंदा करूछंती, सेही समय रे आउ केही जणे निज परिवार भविष्यत पई काम करूची। 8, कुअभ्यास, निशा एवं अनावश्यक भोजी, द पार्टी क्लब। अरे भाई आज शनिवार किंबा आज रविवार, चल ना गोटे पार्टी हो जाओ, पैसा नहीं तो कौन है, मु तो अच्छी ना। जदि केही सांग बा संपर्क आपण को बारंबार एमिति स्थान को डाकुछंती जोठी मद, निशा एवं फालतू खर्च हेउची, से बंधुता को सेठी काटी दियंतु, से बंधुता को सेठी बाय बाय कहि दियंतु। एहा गोटी एमिति एक पंक पोखरी जेउथुरु बाहरिबा असंभव। लोके गोटे रातिर मजा पाई सारा मासर टंका उड़े दियंती, आउ मास शेषरी पुणी धार करंती। 9 नंबर पॉइंट, अतीतर गुणगान और मिछ अहंकार, फॉल्स प्राइड ट्रैप। मो जेजेबापा अमर ना 100 एकर जमी थिला, जी आज आम गाँव बड़ लोक अच्छी ना, से जेजे दिने आम घर चाकर थिले। आमर गोटे बड़ आंब बगीचा थिला,
କିଛି ଲୋକ ନା ନିଜ ଅତୀତର ଏମିତି ବଡ଼ିମା ଦେଖେଇବାରେ ବ୍ୟସ୍ତ ଥାନ୍ତି, ବହୁତ ବଡ଼ ବଡ଼ କଥା କୁହନ୍ତି, ବର୍ତ୍ତମାନ ପାଖରେ କିନ୍ତୁ କିଛି ନଥାଏ। କିନ୍ତୁ ସେହି ଲୋକ ରାଜକୀୟ ଇଜ୍ଜତ ରଖିବା ପାଇଁ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଧାର କର୍ଜ କରି ଦେଖାଣିଆ ଜୀବନ ବିତାନ୍ତି, କିମ୍ବା ବାପାଙ୍କର କିଛି ସମ୍ପତ୍ତି ବାଡ଼ି ବିକା ବିକି କରିକିରି ସେମାନେ ନିଜକୁ ବଡ଼ ବୋଲି ଦେଖେଇ ହୁଅନ୍ତି। ସେମାନଙ୍କ ସହ ରହିଲେ ଆପଣ ନିଜର ସଞ୍ଚୟକୁ ଦେଖାଣିଆ କାମରେ ନଷ୍ଟ କରିଦେବେ। ମନେ ରଖନ୍ତୁ, ଏପରି ଲୋକଙ୍କ ସହିତ ଆପଣ ନା ମିଶନ୍ତୁ, ନା ଏପରି ସ୍ଥାନକୁ କେବେ ଯାଆନ୍ତୁ। ଏବେ 10 ନମ୍ବର ପଏଣ୍ଟ, କଙ୍କଡ଼ା ମାନସିକତା ଥିବା ସ୍ଥାନ, ଦ କ୍ରାବ୍ ମେଣ୍ଟାଲିଟି ଜୋନ୍। ଗୋଟିଏ ବାଲ୍ଟିରେ କଙ୍କଡ଼ା ମାନଙ୍କୁ ରଖିଲେ କେହି ଉପରକୁ ଉଠି ପାରନ୍ତି ନାହିଁ, କାରଣ ଜଣେ ଉଠିବାକୁ ଚେଷ୍ଟା କଲେ ଅନ୍ୟମାନେ ତାର ଗୋଡ଼ ଟାଣି ନିଅନ୍ତି। ଏକଥାକୁ ଅତୀତରେ ବ୍ୟାସକବି ଫକୀରମୋହନ ସେନାପତି ଅନେକ ଥର ତାଙ୍କ ଉପନ୍ୟାସରେ କହିସାରିଛନ୍ତି। ଆମ ସମାଜରେ ମଧ୍ୟ ଏମିତି କିଛି ଲୋକ ଅଛନ୍ତି ଯିଏ ଆପଣଙ୍କୁ ଦେଖିଲେ ହସିବେ ଏବଂ କହିବେ, ତୁ ନୂଆ ବିଜନେସ ଆରମ୍ଭ କରୁଛୁ କି, ଛାଡ଼ିଦେ, ତୋ ଦ୍ୱାରା କିଛି ହେବନି। ହସି ହସି କହିବେ କି ତୁ ବାପା ଯା, ତୁ ପାଠ ପଢ, ଚାକିରି କର, EMI ସୁଝିବୁ ଆଉ ଶାନ୍ତିରେ ରହିବୁ। ଯେଉଁଠି ଆପଣଙ୍କ ଉଚ୍ଚ ଅଭିଳାଷକୁ ପରିହାସ କରାଯାଏ, ସେହି ସ୍ଥାନରୁ ସଦା ସର୍ବଦା ପାଇଁ ବିଦାୟ ନେଇଯାଆନ୍ତୁ। ସେହି ସ୍ଥାନକୁ ଭୁଲରେ ବି ଯାଆନ୍ତୁ ନାହିଁ। ଆପଣଙ୍କ ଜୀବନ, ଆପଣଙ୍କ ଲକ୍ଷ୍ୟ, ଆପଣଙ୍କ ସ୍ୱପ୍ନ ଆପଣଙ୍କୁ ପୁରା କରିବା ପାଇଁ ପଡ଼ିବ, କେହି ଆପଣଙ୍କ ପାଇଁ ଆସିବେନି। ତେବେ ବନ୍ଧୁଗଣ, ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ନିଶ୍ଚୟ ଆସୁଥିବ। ସମ୍ପୂର୍ଣ୍ଣ ଭିଡ଼ିଓରେ ଆମେ ଫାଇନାନ୍ସ, EMI ଆଉ ଲୋନ୍ এই ବିଷୟରେ ପ୍ରାୟ କଥା ହେଲେ, କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ତ 2300 ବର୍ଷ ତଳେ ଥିଲେ ନା। ସେତେବେଳେ କ'ଣ କ୍ରେଡିଟ୍ କାର୍ଡ ଥିଲା କି? ସେତେବେଳେ କ'ଣ EMI ଥିଲା କି? ତାହେଲେ ସେ ପ୍ରକୃତରେ ନୀତିଶାସ୍ତ୍ରରେ କେଉଁ 10ଟି ସ୍ଥାନ ବିଷୟରେ କହିଥିଲେ? ଆସନ୍ତୁ ଜାଣିବା ସେହି ଅସଲି ରହସ୍ୟ। ଦେଖିବା ତାହା କିପରି ଆଜିର ଯୁଗ ସହ ସମ୍ପୂର୍ଣ୍ଣ ମେଳ ଖାଉଛି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରର ପ୍ରଥମ ଅଧ୍ୟାୟରେ ଗୋଟିଏ ଶ୍ଲୋକ ଲେଖିଥିଲେ, ଧନିକଃ ଶ୍ରୋତ୍ରିୟୋ ରାଜାନାଦି ବିଦ୍ୟସ୍ତୁ ପଞ୍ଚମଃ ପଞ୍ଚଯତ୍ର ନ ବିଦ୍ୟନ୍ତି ତତ୍ର ଦିବ୍ୟସଂ ନ ବସେତ୍। ଏହାର ଅର୍ଥ, ସେହି ସମୟରେ ଚାଣକ୍ୟ ମୁଖ୍ୟତଃ ଏହି କେତୋଟି ସ୍ଥାନକୁ ଯିବାକୁ ମନା କରିଥିଲେ। ପ୍ରଥମ, ଯେଉଁଠାରେ ଆପଣଙ୍କ ସମ୍ମାନ ନାହିଁ, ନୋ ରେସ୍ପେକ୍ଟ, ଯାହାକୁ ଆମେ ଆଜିର ଯୁଗରେ ବା ଏହି ଭିଡ଼ିଓରେ ଆମେ କହୁଛେ କି ଦ ଶୋ ଅଫ୍ ଟ୍ରାଫ୍, ନିଚା ଦେଖେଇବା ପାଇଁ ଯେଉଁ ଜାଗା କଥା ମୁଁ ଅଲରେଡି ଆପଣଙ୍କୁ କହିସାରିଛି। ଦ୍ୱିତୀୟ, ଯେଉଁଠି ରୋଜଗାରର କିଛି ମାଧ୍ୟମ ନାହିଁ, ନୋ ଲାଇଭହୁଡ୍, ଯାହାକୁ ଆମେ ଦ ଡେଡ୍ ଜୋନ୍ ବୋଲି କହିଥିଲେ, ଯେଉଁଠି କେବଳ ଫାଲତୁ ଗପ ହୁଏ, ଉନ୍ନତିର କୌଣସି ବାଟ ନଥାଏ। ତୃତୀୟ, ଯେଉଁଠି ବିଦ୍ୟା ନାହିଁ, ନୋ ଏଜୁକେସନ ଅର ସ୍କିଲ୍ସ, ଯାହାକୁ ଆମେ ଆଜିର ଯୁଗରେ କହୁଛୁ କି ଯେଉଁଠି ଆପଣଙ୍କ ଦକ୍ଷତା ବା ସ୍କିଲ୍ର ଆଦର କରାଯାଉ ନାହିଁ। ଚତୁର୍ଥ, ଯେଉଁଠି ଆଇନ ବା ଭଗବାନଙ୍କୁ ଭୟ ନାହିଁ, ନୋ ଫିୟର ଅଫ ଲ, ଯାହାକୁ ଆମେ ସେଇ ଇଲିଗାଲ ଏବଂ ଠକେଇ ସ୍କିମ୍ ବୋଲି ଆଲୋଚନା କରିଥିଲେ। ପଞ୍ଚମ, ଯେଉଁଠି ଲୋକଙ୍କ ଲାଜ ନାହିଁ ଏବଂ କଳିଗୋଳ ଲାଗି ରହେ, ଯାହାକୁ ଆମେ ମଡର୍ଣ୍ଣ ଦୁନିଆରେ ଟକ୍ସିକ ଗସିପ ଏବଂ କ୍ରାବ୍ ମେଣ୍ଟାଲିଟି ସହ ମଧ୍ୟ ତୁଳନା କରିକି କହିସାରିଛେ। ଦେଖିଲେ ତ ବନ୍ଧୁଗଣ, 2300 ବର୍ଷ ତଳର ଚାଣକ୍ୟ ନୀତି ଆଉ ଆଜିର ଫାଇନାନ୍ସିଆଲ ନିୟମ ଭିତରେ କିଛି ସାମଞ୍ଜସ୍ୟ ରହିଛି। ଶବ୍ଦ ବଦଳି ଯାଇପାରେ, କିନ୍ତୁ ମଣିଷର ପ୍ରକୃତି ଆଉ ପତନର କାରଣ ଆଜି ବି ସମାନ ଅଛି। ଶେଷ କଥା ଏବଂ 3ଟି ସୁବର୍ଣ୍ଣ ନିୟମ। ଚାଣକ୍ୟଙ୍କର ଏହି ନୀତିରୁ ଦୂରେଇ ରହିବା ପରେ ଆପଣଙ୍କୁ ଆଜିଠାରୁ ନିଜ ଜୀବନରେ ଏହି 3ଟି କାମ କରିବାକୁ ପଡ଼ିବ। ପ୍ରଥମ, ବିଲ୍ଡିଂ ଦ ଇମର୍ଜେନ୍ସି ଫଣ୍ଡ, ଜରୁରୀ ସମୟ ପାଇଁ ସଞ୍ଚୟ କରିବା। ନିଜର ଅନ୍ତତଃ 6 ମାସର ଘର ଖର୍ଚ୍ଚକୁ ଗୋଟେ ସୁରକ୍ଷିତ ଆକାଉଣ୍ଟରେ ରଖନ୍ତୁ। ଏହା ଆପଣଙ୍କୁ ବିପଦ ସମୟରେ ଅନ୍ୟ ପାଖରେ ହାତ ପାତିବାରୁ ରକ୍ଷା କରିପାରିବ। ଦ୍ୱିତୀୟ, କିଲିଂ ଦ ଫେକ୍ ଲାଇଫଷ୍ଟାଇଲ, ଦେଖାଣିଆ ଜୀବନର ଅନ୍ତ। ଅନ୍ୟକୁ ଦେଖେଇବା ପାଇଁ ଅନାବଶ୍ୟକ ଖର୍ଚ୍ଚ ବନ୍ଦ କରିଦିଅନ୍ତୁ। ଯଦି ଆପଣ ଗୋଟିଏ ଜିନିଷକୁ ପଇସା ଦେଇ ବା କ୍ୟାସ୍ ଦେଇ କିଣି ରଖିବାର କ୍ଷମତା ରଖି ନାହାନ୍ତି, ତେବେ ବ୍ୟାଙ୍କରୁ ସୁଧ ଦେଇ EMIରେ କିଣିବାର ଭୁଲ କେବେ ବି କରନ୍ତୁ ନାହିଁ। ତୃତୀୟ, ନିଜ ପରିବାର ଏବଂ ସ୍କିଲ୍ ଉପରେ ଧ୍ୟାନ ଦିଅନ୍ତୁ। ଯେଉଁ ସମୟ ଆଉ ଟଙ୍କାକୁ ଆପଣ ଫାଲତୁ ଆଡ୍ଡାରେ ନଷ୍ଟ କରୁଥିଲେ, ତାହାକୁ ନିଜର ଛୋଟ ଛୁଆଙ୍କ ଭବିଷ୍ୟତ ପାଇଁ କିମ୍ବା ନିଜର ଭ୍ୟାଲ୍ୟୁ ବଢାଇବା ପାଇଁ କିମ୍ବା ନିଜର କୌଣସି ଗୋଟେ ଛୋଟ ମୋଟ ବିଜନେସକୁ ବଢାଇବା ପାଇଁ, କିଛି ନୂଆ ଶିଖିବା ପାଇଁ ଏହି ସମୟଟି ଲଗାନ୍ତୁ। ଘରେ ରୁହନ୍ତୁ, ଅନଲାଇନରେ ବହୁତ ସାରା କୋର୍ସେସ୍ ଅଛି। ଆରେ ଆଟଲିଷ୍ଟ ୟୁଟ୍ୟୁବରେ ଆପଣ ବହୁତ ସାରା ରୋଜଗାର କରିପାରିବେ। ତେଣୁ ନୂଆ ନୂଆ ସ୍କିଲ୍ ଶିଖନ୍ତୁ ଆଉ ଆଜିଠାରୁ ନିଜ ଜୀବନରେ ଗୋଟିଏ ଲକ୍ଷ୍ମଣ ରେଖା ଟାଣି ନିଅନ୍ତୁ। କିଏ ଖରାପ ଭାବିଲା, କିଏ ପଛରେ କ'ଣ କହିଲା, ସେସବୁ କଥାକୁ ଗୋଡ଼ ତଳେ ଦଳି ଦିଅନ୍ତୁ।
କାରଣ ଯେତେବେଳେ ଆପଣ ଗ୍ରୁପ ଲୋନ୍ ଏବଂ ଇଏମଆଇର ବୋଝ ତଳେ ଦବି ଯିବେ ନା, ଏହି ନିଜ ଲୋକ ହିଁ ଆପଣଙ୍କୁ ଚିହ୍ନିବାକୁ ମନା କରିଦେବେ। ନିଜର ମୂଲ୍ୟ ବଢ଼ାନ୍ତୁ ଏବଂ ନିଜର ଆର୍ଥିକ ସ୍ୱାଧୀନତା ଦିଗରେ ଦିନ ରାତି କାମ କରନ୍ତୁ। ଯଦି ଏହି ଭିଡ଼ିଓ ଆପଣଙ୍କୁ ଆଖି ଖୋଲି ଦେଇଛି, ଆପଣଙ୍କ ମାଇଣ୍ଡସେଟ୍କୁ ଟିକେ ବି ବଦଳାଇ ପାରିଛି, ତେବେ ବର୍ତ୍ତମାନ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ ନିଶ୍ଚୟ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଲିଖନ୍ତୁ, ମୁଁ ଆଜିଠାରୁ ନିଶ୍ଚୟ ସଞ୍ଚୟ କରିବି, ଯାହାଦ୍ୱାରା ମୁଁ ଜାଣିବି କି ଆପଣ ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଶେଷ ଯାଏ ଦେଖିଛନ୍ତି, ମାନେ ମୋତେ ଭଲ ପାଇବା ଦେଇଛନ୍ତି। ନିଜ ଜୀବନକୁ ବଦଳାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଆନ୍ତୁ। ଦେଖା ହେବ ଅନ୍ୟ ଏକ ସୁନ୍ଦର ଭିଡ଼ିଓ ସହ। ସେ ପର୍ଯ୍ୟନ୍ତ ସଚେତନ ରୁହନ୍ତୁ, ନିଜ ସମୟକୁ ସୁରକ୍ଷିତ ରଖନ୍ତୁ ଏବଂ ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ କୃଷ୍ଣ। ଧନ୍ୟବାଦ।